ମହେଶ୍ୱର ପ୍ରଧାନ ଉକିଲପାଳ କଣ ଏବେ ଯୋଉ ବାତ୍ୟା ହଉଛି କି ଭଲ ମନ୍ଦ ହଉଛି ଆମେ ହଉଛି ଭାଗ ଚାଷୀ କିନ୍ତୁ ଯୋଉଟା ମିଳୁଛି ଗଭର୍ଣ୍ଣମେଣ୍ଟ ତରଫରୁ ଜମିଦାର ତାଙ୍କର ସାଡେ ତାଙ୍କ ନାଁରେ ରେକର୍ଡ ପତ୍ର ଅଛି ସେ ତାଙ୍କର ପଇସା ପତ୍ର ଉଠେଇ ନଉଛନ୍ତି ଆମ ତଣ୍ଟି ଚିପିକି ଯୋଉଟା ଭରଣୀ ଧାନ ନବା କଥା ତାକୁ 2 ଭରଣ 1.5 ଭରଣ ଏମିତି ନଉଛନ୍ତି ଦେଖିଲା ବେଳକୁ ଆମ ଚାଷୀ କୂଳର କିଛି ନାହିଁ ଏବେ ବି ବିଲରେ ପଡିଛି ଧାନ ଗଜା ହେଇଗଲାଣି କାଟି ହଉନି ନରାକୁ ଧଇଲା ବେଳକୁ ଛିଡି ଯାଉଛି କେତେକ ଜାଗା ଖାଲି ସିଂସା ଗୋଟେଇକି ଆଣୁଛନ୍ତି କେତେକ ଜାଗା ପାଣି ଦେହରେ ବୁଡି ଯାଇଛି ଆଉ ସେ ସିଂସା ଉଠେଇଲା ବେଳକୁ ସିଂସା ଉଠୁନି ଏଇ ରକମ ଅନେକ କ୍ଷତି ହେଇଛି ଚାଷୀର କିନ୍ତୁ ଜମିଦାର ମାନଙ୍କର ଫାଇଦା କିନ୍ତୁ ଆମର କିଛି ଫାଇଦା ନାହିଁ ତାପରେ ଆମ ଏ ମୌଜାଟା 71 ମସିହାରେ ଭାସି ଯାଇକିରି ଆସି ଏଠି ଥଇଥାନ ଭୋଦାନ ଦେଇଥିଲା 7 ଡିସିମିଲି 5 ଡିସିମିଲି ବାଉଁଶ ଦେଇଥିଲା ଘର କରିବା ପାଇଁ ଛପର କରିବା ପାଇଁ ବି ପଇସା ପତ୍ର ଦେଇଥିଲା ଆମେ ଜଙ୍ଗଲରୁ ପିଞ୍ଛା ପତ୍ର ସଂଗ୍ରହ କରି ଘର ଛାଇଥିଲୁ ରହିଥିଲୁ ତା ବାଦ ଗଭର୍ଣ୍ଣମେଣ୍ଟ ତରଫରୁ ଆମକୁ ଏପର୍ଯ୍ୟନ୍ତ କିଛି ସାହାଯ୍ୟ ନାହିଁ କିନ୍ତୁ ଆମ ଠାରୁ ଯେ ଯୋଉମାନେ ସାତୟା କାନପୁର ତାଙ୍କର କୌଣସି କ୍ଷତି ନାହିଁ ତାଙ୍କୁ ଅନେକ ସାହାଯ୍ୟ ମିଳୁଛି ଆମର କିଛି ନାହିଁ ଆମେ କେବଳ ଏଠି ଆସିକି ଯୋଉ ଭୋଦାନ ଦେଇଛି 7 ଡିସିମିଲି 5 ଡିସିମିଲି ଜଣେ ଯିଏ ଥିଲା ତାକୁ 3 ଡିସିମିଲି ସେଇ ଜାଗା ଧରେ ଘର ବାଡି କରି ରହିଛୁ ଏଇଖିନି ଗାଁରେ ଧୀରେ ଧୀରେ ପିଲା ବଢୁଛନ୍ତି 7 ଡିସିମିଲି ଜାଗାରେ ଏଇଖିନି 20-25 ଜଣ 30 ଜଣ ପରିବାର ବି ରହୁଛନ୍ତି ଜାଗା ନାହିଁ ଘର କରିବା ପାଇଁ ଇଏ ଜାଗା ଥିଲେ ସିନା ଘରେ ଯୋଉ 7 ଡିସିମିଲି ଜାଗା ଦେଲେ ସେ 7 ଡିସିମିଲି ଜାଗାରେ ଟୋଟାଲ ଘର କରି ସାରିଲା ପରେ ଆଉ ପିଲା ଛୁଆ ରହିବା ପାଇଁ ଜାଗା ନାହିଁ ଗଭର୍ଣ୍ଣମେଣ୍ଟ ଏପର୍ଯ୍ୟନ୍ତ ଆମକୁ କୌଣସି ସାହାଯ୍ୟ ସହାନୁଭୂତି ଦେଇନି ଏଇର ସବୁ ଦୁଃଖ ଦୁର୍ଦ୍ଦଶାର ଆମ ଏଇ କୁଲେପଳା ମୌଜାଟା ରହିଛି ଆଉ କେମିତି କଣ ଆପଣଙ୍କର ଚଳୁଛନ୍ତି କେମିତି କଣ ଏଇ ଭାଗ ଚାଷ କରିକିରି ଚଳୁଛୁ ଆଉ ପିଲା ଟିକେ ବାହାରକୁ ଯିବାରୁ ଟଙ୍କା ପଇସା ପଠଉଛନ୍ତି ଆମେ ସେ ତାର ଧରୁ ଧର 6 ମାସ ଜମି ଧରୁ ମେଣ୍ଟିଲେ ଆଉ 6 ମାସ ପିଲାଙ୍କ ପଇସା ପତ୍ରରେ ମେଣ୍ଟୁଛୁ ଆଉ ନିଜେ ଯିଏ ଖଟି ପାରୁଛନ୍ତି ଅବଶ୍ୟ ନା ବାବୁଲି ମହାରଣା ଆପଣଙ୍କ ଘର ଚାରିଘରିଆ କଣ କହିବା ଲଗାଣ ବର୍ଷରେ କେମିତି କଣ ହେଲା ଲଗାଣ ବର୍ଷାରେ ଯୋଉ ଆମେ ଧାନ କାଟିଲା ସମୟରେ ତ ବର୍ଷା ଆରମ୍ଭ ହେଇଗଲା ସେ ବର୍ଷାରେ ବହୁତ ଆମର କ୍ଷୟକ୍ଷତି ହେଇଗଲା ଧାନ ଗଜା ହେଇଗଲା ବିଲରେ ଆଣ୍ଠିଏ ପାଣି ହେଇଗଲା ଏମିତି ବହୁତ କ୍ଷୟକ୍ଷତି ହେଲା ଆଉ ଆମକୁ ବି କେହି ଅଣଦେଖା କଲେ ବହୁତ କଷ୍ଟ ସେ ଗଜା ମଜା ଏମିତି ସବୁ ନେଇ ଆସି ସେ କୋଉ କୂଳକୁ ପାଇବ ନାହିଁ ବିଲରେ ତ ଗଜା ହେଇଗଲା ସେ ନରା ତ ପଚିଗଲା ପୁରା ଏମିତି ହେଲା ଆମେ ଏଇ ଯୋଉ ପର ଜମି ଚାଷ କରିବା ଆମର ବଗବଟିଆରେ ଆମର ଯୋଉ 4 ଘେରା ଜମି ଫରେଷ୍ଟ ଲ୍ୟାଣ୍ଡ କରିଦେଲେ ବଗବଟିଆରେ ଯୋଉ ଜମି ଥିଲା ବଗବଟିଆରେ ତ ଆମକୁ ଅନାବାଦୀ ଘୋଷଣା କରି ସେ ବିଲରୁ ସବୁ ମାଟି ଖୋଳି ନେଇଗଲେ ଅନାବାଦୀ ଘୋଷଣା କଲେ ଆପଣ ତ କିଛି ଜାଗା ଚିହ୍ନଟ କରିଥିବେ ନା ଆମକୁ କିଛି ଦେଇନାହାନ୍ତି ଅନାବାଦୀ ଟୋଟାଲ ବଗବଟିଆ ମୌଜାକୁ ବଗବଟିଆ ଅନାବାଦୀ ଘୋଷଣା କରିଦେଇକି ଆଉ ସେ ଜମିକି ମାଟି ଖୋଳି ନେଇ ପଳେଇଲେ ଆପଣ ରାସ୍ତାଟା ଭାରି ଶୋଚନୀୟ ମୁଁ ଦେଖୁଥିଲି ଆମେ ବର୍ଷା ଦିନରେ ଆସିଥିଲୁ ରାସ୍ତାରେ କେମିତି କଣ ଯିବା ଆସିବା କରୁଛନ୍ତି ଏ ରାସ୍ତାରେ ଆପଣ ବର୍ଷା ଦିନେ କେହି ଗାଈ ବଳଦ ବି ଯିବା ପାଇଁ ବି ବହୁତ କଷ୍ଟ ସେ ବି ଯାଇପାରନ୍ତି ନା ଆଣ୍ଠେଇ ପଡନ୍ତି ଆଉ ସେ ସମୟରେ ଆମର ଯୋଉ ମେଡିକାଲ କେସ୍ ଫେସ୍ ହେଲେ ପେସେଣ୍ଟ ଆମେ ବହୁତ କଷ୍ଟ ଦୁଃଖରେ କାନ୍ଧେଇକି ନେଇକି ବି ଯାଉ ଆମର ଏଇ ଚେକ୍ ଗେଟ୍ ପାଖରେ ଏବେ ବି ଖରାଦିନେ ଏମିତି ଶୋଚନୀୟ ଅବସ୍ଥା ଗୋଟେ ଆମ୍ବୁଲାନ୍ସ ଆସିପାରିବନି ଏଇ ଚେକ୍ ଗେଟ୍ ପାଖରେ ଫରେଷ୍ଟ ବାଲା ସେଠି ଖୋଳି ଦେଇକି ଗୋଟେ ପୋଲ କରିଛନ୍ତି ସେ ପୋଲ ଚାରିପଟରେ ଭାଙ୍ଗି ଯାଇଛି ସେ ଫରେଷ୍ଟ ବାଲା ବି କେବେ ସେ ପୋଲକୁ ବାଗାବାଗି କରନ୍ତି ନା ଆମେ କଣ ଟିକେ ବାଗାବାଗି କଲେ ବି ସେ ବି ବହୁତ ସମୟରେ ମନା କରନ୍ତି ବାଗାଅନା ବୋଲି ତମେ ଫରେଷ୍ଟ ତମେ ଉଠିଯିବ କାହିଁକି ସେ ତମ ରାସ୍ତା ଘାଟ କିଛି ହେଇପାରିବ ନା ଏମିତି ବହୁତ କିଛି ଅସୁବିଧାରେ ଆମେ ଚଳୁଛୁ ଏ ରାସ୍ତାରେ ବହୁତ ଅସୁବିଧା ଆମେ ଚାଲି ପାରୁନା ଆମ ପିଲା ସ୍କୁଲ ଗଲା ବେଳକୁ ବି କେତେ ପିଲା ପଡିକି ଆସି କାଦୁଅ ମାଦୁଅ ହେଇକି ଏଠି 120 ଘର ଅଛି ଆଜ୍ଞା 4 ଏରିଆରେ ରାସନ ଓକିଲ ପାଳରେ ସେ ବହୁତ ବର୍ଷା ଦିନେ କଷ୍ଟ ମଷ୍ଟରେ କାନ୍ଧେଇ ମାନ୍ଧେଇକି ଆଣୁ ଆମେ ଯାଇ ରାସନ ଏଇ ଯୋଉ ବୈଶିଷ୍ଟ୍ୟ ଆମର ତାଙ୍କ ନାଁଟା ଦିଏ ପୁଣି କେତେବେଳେ ରଖିଦିଏ ପୁଣି ତା ପର ମାସକୁ ଦିଏ ଏମିତି ସବୁ କରେ କିନ୍ତୁ ଠିକଣା ଢଙ୍ଗରେ କାହିଁ ଆଉ କୋଉ ଜାଗାରେ ମୁଁ ବି ଦେଖୁନାହିଁ ଆଗରୁ ଟିପ ନିଅନ୍ତି ହଁ ଟିପ ବି ଆଗରୁ ନେଇଯାଏ କେତେବେଳେ ଗଲେ ଫିଙ୍ଗର ନେଇକି ଚାଉଳ ଦିଅନ୍ତି ତାପରେ ଚାଉଳ ଦେଲା ବେଳେ ବି ଫିଙ୍ଗର ନିଅନ୍ତି ତ ଆମେ ନିବେଦନ ଏଇଆ କରୁଛୁ ଯେ ଟିକେ ରାସ୍ତାଘାଟ ମାଟି ପକେଇଦେଲେ ଆମର ସେ ପିଚୁ ନ ହଉ ପକା ନ ହଉ ଆମେ ପିଚୁ ଇଏ ଯୋଉ ଟିକେ ମାଟି ପକେଇକି ଗୋଡି ଫୋଡି ଟିକେ ପକେଇ ଦେଇଥିଲେ ଆମେ ଟିକେ
ସୁବିଧାରେ ମଣିଷ ଭଳିଆ ମଣିଷ ଆମେ ଚଳିଥାନ୍ତୁ। ଆମକୁ ତହସିଲ ଗୋଟା ପାର୍ଚା ଦେଇଛନ୍ତି ଯେ ଥଇଥାନ ଦେବେ ବୋଲି, କିନ୍ତୁ ପାର୍ଚାରେ ବି ବହୁତ ଲୋକଙ୍କର ନାହିଁ। ଆମର ଜଣେ ଅନେଶତ ପରିବାର ସିଏ ପୁଣି ସିଙ୍ଗଡ଼ାପାଳ ଲୋକଙ୍କୁ ମିଶାଇକି ଆମକୁ ଦେଇଛନ୍ତି। ଏଠିକାର ଲୋକ ନା ସେ ସିଙ୍ଗଡ଼ାପାଳ, କିନ୍ତୁ ସିଏ ବି ଦେଇନାହାନ୍ତି, ଏପର୍ଯ୍ୟନ୍ତ କିଛି ଦେଉନାହାନ୍ତି। ଆମେ ଏଇ ରାସ୍ତାଘାଟରେ ଚାଲୁଛୁ, ଆମ ପିଲା ବି ପାଇପାରୁନାହାନ୍ତି ଥଇଥାନ ଆହୁରି। ଆଉ ଏତିକି ଲୋକ ପାଇଛୁ 120 ଘର, 120 ରୁ 99 ତାଙ୍କର 12-14 ଗଲେ ଆଉ ଯେତିକି ରହୁଛି। ନୂତନ ଅଭିବ୍ୟକ୍ତି ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ। କେବଳ 10ମ ପାସ୍ କରିଥିବା ମହିଳା ଓ ଯୁବତୀମାନେ ଏହାର ଫାଇଦା ନେଇପାରିବେ। ଅଧିକ ଜାଣିବା ପାଇଁ ଯୋଗାଯୋଗ କରନ୍ତୁ ଲକ୍ଷ୍ମୀନାରାୟଣ ଶତପଥୀ, DO, LIC of India, ପଟ୍ଟାମୁଣ୍ଡାଇ ବ୍ରାଞ୍ଚ। କଣ୍ଟାକ୍ଟ ନମ୍ବର 9937770242। ବିଦ୍ୟୁତ ଆମର ନାହିଁ। ଆମକୁ ଦିଆଯାଇଥିଲା ସୋଲାର ଗୋଟାଏ ଲେଖା ଦିଆଯାଇଥିଲା ଗୋଟା ପରିବାରରେ। ସେ ସୋଲାର ଗୁଡ଼ା ତା ବ୍ୟାଟେରୀ ଫ୍ୟାଟେରୀ ସବୁ ନଷ୍ଟ ହେଇଗଲାଣି। କିନ୍ତୁ ଯେବେ ସେଇଭଳି ଢଙ୍ଗରେ ପୁଣି ଥରେ ସୋଲାର କିମ୍ବା ବ୍ୟାଟେରୀ ଦିଆଯାଆନ୍ତା, ଆମେ ବହୁ ଉପକୃତ ହେଇଥାନ୍ତୁ। କି ଆମେ ସରକାର ଦେଇଥିଲେ ନା ଏଟା NGO ସଂସ୍ଥା ସେ ଦେଇଥିଲେ, ଉଜାଲା ସ୍କିମରେ ଆମକୁ ଦେଇଥିଲେ। ଆଉ ଆମକୁ ସେଇଟା କରିଥିଲେ ଟିକେ ଆମେ ଆଉ ଟିକେ ଉପକୃତ ହେଇଥାନ୍ତେ। ଆମେ ଅନ୍ଧାରରୁ ଆଲୁଅକୁ ଯାଇଥାନ୍ତେ, ପିଲା ଟିକେ ପଢି ପାରିଥାନ୍ତେ। ଏବେ ବି କିରାସିନି ଦଉନାହାନ୍ତି, ଆମେ ବହୁତ ଅସୁବିଧାରେ ଚଳୁଛୁ ଆଜ୍ଞା। ଆଗକୁ କ୍ୱଣ୍ଟାଲରେ ଯୋଉ କିରୋସିନି ଦଉଥିଲା, ଏବେ ସେ କିରୋସିନି ଜମା ଆଣୁନାହାନ୍ତି। ଆଉ ଯେ ବର୍ଷେ 2 ବର୍ଷ କି 3 ବର୍ଷ ହେଲାଣି ଜମା କିରୋସିନି ଆଣୁନାହାନ୍ତି। ଅନିତା ବିଶ୍ୱାସ, ଘର କୋଉଠି? ଚାରିଗିରିଆ। ଏ ରାସ୍ତାଘାଟ ଏମିତି ଚାଷ ବେଳକୁ ତ ଆଉ ଟେକି ଟେକି ଚାଲୁଛନ୍ତି କାଦୁଅରେ, ପିଲା ଛୁଆ ନେଇକି ଏଠି ବୁଲୁଛି। ଆଉ ଏତେ କାଦୁଅରେ ତ ସବୁବେଳେ ଚାଲିଛି, ରାସ୍ତାଘାଟ ତ ନାହିଁ। ହଁ, ରାସ୍ତାଘାଟ ତ ନାହିଁ। ରାସ୍ତାଘାଟ ଟିକେ ଗୁଡି ଫୁଡି ପକେଇଲେ ରହିଥାନ୍ତି। କି ତେଲ ଫେଲ ନାହିଁ, ଲାଇନ ଫାଇନ ନାହିଁ। ମେଡିକାଲ ସେମିତି ଯାଉଛି ଚାଲି ଚାଲି ନେଇ ପିଲା ଗୋଟେ ଜନ୍ମ ହବ, ସେ ନେଇକି ଯାଉଛି କାଦୁଅରେ ଟାଣି ଟାଣିକି ନେଇକି ଯାଉଛି ସେଠି। ଆଉ ଏଠି ଆସୁଛନ୍ତି ସରପଞ୍ଚ କିମ୍ବା ଜନପ୍ରତିନିଧି, ବିଧାୟକ କିଏ ଆସୁଛନ୍ତି? ନା, MLA କିଏ ଆସୁନାହାନ୍ତି? MLA ଆସିନାହାନ୍ତି। ବାତ୍ୟା ହେଇଗଲା ପରେ ଆସିନାହାନ୍ତି। ଆଚ୍ଛା, ଆଉ ଯୋଉ ମିଳୁଛି ରାସନ ସାମଗ୍ରୀ ଠିକ ଠାକ ମିଳୁଛି? ରାସନ ଚାଉଳ? ହଁ, ସେମିତି କରୁଛନ୍ତି ବା। 2 ମାସ 3 ମାସ ପରେ ସେ ଦଉଛି। ଫିଙ୍ଗର ନ ଦେଲେ ସେ ଚାଉଳ ଦଉନି। ଚାଉଳ ଠିକ ଠାକ ମାସେ ଚାଉଳ ଆସେ, ନହେଲେ 3 ମାସ ପରେ, ଏମିତି ଚାଲିଛି ଆଉ।